ଇଂଲଣ୍ଡଠୁ ହାରିବା ପରେ ବି ସେମିଫାଇନାଲ ରେସ୍ରେ ପହଞ୍ଚିଲା ଭାରତ। ତେବେ ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ବର୍ତ୍ତମାନ ଇଂଲଣ୍ଡଠାରୁ କ୍ରମାଗତ 3ଟି ମ୍ୟାଚ୍ରେ ପରାଜୟ ପରେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ବିଜୟ ଅଭିଯାନ ବିପଦରେ ପଡ଼ିଥିବା ପରି ମନେ ହେଉଛି। ରବିବାର ଇନ୍ଦୋରରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତୀୟ ଦଳ ମାତ୍ର 4 ରନ୍ରେ ପରାସ୍ତ ହୋଇଥିଲା। ଗୋଟିଏ ସମୟରେ ଟିମ୍ ଇଣ୍ଡିଆ ସହଜରେ ମ୍ୟାଚ୍ ଜିତିବାକୁ ଚାହୁଁଥିଲା, କିନ୍ତୁ କିଛି ଖରାପ ସଟ୍ ଦଳର ଭାଗ୍ୟକୁ ବିପର୍ଯ୍ୟସ୍ତ କରିଦେଇଥିଲା ଏବଂ ହରମନପ୍ରୀତ କୌରଙ୍କ ଦଳ ମ୍ୟାଚ୍ ହାରି ଯାଇଥିଲା। ଏହି ପରାଜୟ ପରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପହଞ୍ଚି ପାରିବେ କି? ଏହା ଏକ ବଡ଼ ପ୍ରଶ୍ନ। ଆସନ୍ତୁ ଜାଣିବା ସମୀକରଣ। ଇଂଲଣ୍ଡଠାରୁ ହାରିବା ପରେ ମଧ୍ୟ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପହଞ୍ଚି ପାରିବ, କିନ୍ତୁ ଏବେ ପରିସ୍ଥିତି କର ବା ମର ଭଳି। ଭାରତ 5ଟି ମ୍ୟାଚ୍ରୁ 4 ପଏଣ୍ଟ ପାଇଛି ଏବଂ ଏପର୍ଯ୍ୟନ୍ତ ଚତୁର୍ଥ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡର ମଧ୍ୟ 4 ପଏଣ୍ଟ ଅଛି, କିନ୍ତୁ ଏହାର ନେଟ୍ ରନ୍ ରେଟ୍ ଭାରତ ତୁଳନାରେ କମ୍। ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲରେ ପହଞ୍ଚିବା ପାଇଁ ସବୁଠାରୁ ସହଜ ପଥ ହେଉଛି 2ଟି ଲଗାତାର ବିଜୟ। ଭାରତୀୟ ଦଳକୁ ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ବିପକ୍ଷରେ ପରବର୍ତ୍ତୀ 2ଟି ମ୍ୟାଚ୍ ଖେଳିବାକୁ ପଡ଼ିବ। ଏହି ମ୍ୟାଚ୍ ଜିତିବା ଦ୍ୱାରା ଟିମ୍ ଇଣ୍ଡିଆ ସେମିଫାଇନାଲରେ ପହଞ୍ଚିବ। କିନ୍ତୁ ଏଠାରେ ପ୍ରଶ୍ନ ହେଉଛି, ଯଦି ଭାରତ ବାକି 2ଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ହାରିଯାଏ, ତେବେ କ'ଣ ହେବ? ଯଦି ଭାରତ ପରବର୍ତ୍ତୀ 2ଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ହାରିଯାଏ, ତେବେ ଏହାର ଯୋଗ୍ୟତା ପୁଣି ନ୍ୟୁଜିଲାଣ୍ଡର ପରାଜୟ ଉପରେ ନିର୍ଭର କରିବ ଏବଂ ଏହା ସହିତ ତାଙ୍କୁ ଗୋଟିଏ ମ୍ୟାଚ୍ ମଧ୍ୟ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ। ସାମଗ୍ରିକ ଭାବରେ ଟିମ୍ ଇଣ୍ଡିଆର ସେମିଫାଇନାଲରେ ପହଞ୍ଚିବାର ସୁଯୋଗ ରହିଛି।